ଶ୍ରୀମଦ୍ଭାଗବତ ସପ୍ତମ ସ୍କନ୍ଧ ସପ୍ତମ ଅଧ୍ୟାୟ। ନାରଦ ଉବାଚ। ଏବେହୁ ଶୁଣ ପରୀକ୍ଷିତ ଅସୁର ବାଳକ ଚରିତ। ସେ ପ୍ରହଲ୍ଲାଦ ଦୟା ମନେ କହେ ବାଳକ ଅବଧାନେ। ପ୍ରହଲ୍ଲାଦ ଉବାଚ। ଏବେହୁ ଶୁଣ ଦୈତ୍ୟ ସୁତେ ଯାହା କହିବା ତୁମ୍ଭ ହିତେ। ମୋହର ପିତା ତପ ଅର୍ଥେ ଗଲେ ଯେ ମନ୍ଦର ପର୍ବତେ। ନିଶ୍ଚଳ ତପ ତାର ଦେଖି ବିବୁଧେ ଗଗନ ଉପେକ୍ଷୀ। ଯୁଦ୍ଧ ଉଦ୍ୟମ କରି ହେଳେ ମିଳିଲେ ଅବନୀ ମଣ୍ଡଳେ। ହିରଣ୍ୟକଶ୍ୟପୁ ଅସୁର ସ୍ୱଭାବେ ପାପୀ ଦୁରାଚାର। ସର୍ପକୁ ପିପିଲିକା ଯେହ୍ନେ ନାଶନ୍ତି ଆତ୍ମ ପାପ ଗୁଣେ। ଏ ରୂପେ ତୁଚ୍ଛ ମତ କରି ବିବୁଧେ ସମର ଉଭାରି। ଯେତେ ଅସୁର ଥିଲେ ପୁରେ ଦେବଙ୍କୁ ଦେଖି ମହାଡରେ। ନିଶସ୍ତ୍ର ହୋଇ ଶସ୍ତ୍ରାଘାତେ ସଂଗ୍ରାମେ ଭାଜିଲେ ସମସ୍ତେ। ଭୟେ ପଶିଲେ ଦଶ ଦିଶେ ମିଳିଲେ ଘୋର ବନ ଦେଶେ। ଗୃହ କଳତ୍ର ପୁତ୍ର ଏଡ଼ି ସର୍ବ ସମ୍ପଦ ବେଗେ ଛାଡ଼ି। ଜୀବନ ଘେନି ପଳାଇଲେ ବିବୁଧେ ନବରେ ପଶିଲେ। ସର୍ବସମ୍ପଦ ଜୁର କରି ମୋହର ଜନନୀଙ୍କି ଧରି। ପଥେ ଚଳାଇ ନିଅନ୍ତି ବେଗେ ପିତାର ଭୟେ ଉଦବେଗେ। ମୋର ଜନନୀ ଅତି ଭୟେ ଚଳି ନପାରେ ଗରୁ ଦେହେ। ଅନେକ ଦୁଃଖ ଗରୁ ସେକେ କୁରରୀ ପ୍ରାୟ କାନ୍ଦେ ଦୁଃଖେ। ଏମନ୍ତେ ଗଲେ କେତେ ଦୂର କାନନେ ବ୍ରହ୍ମାଙ୍କ କୁମର। ମୋର ଜନନୀ ଦେଖି ପଥେ ମିଳିଲେ ଦେବଙ୍କ ଅଗ୍ରତେ। ବୋଲନ୍ତି ଇନ୍ଦ୍ର ମୁଖ ଚାହିଁ ଏକଥା ଉଚିତ ନୁହଁଇ। ନିରପରାଧୀ ଏ ତୋହର ଏହାକୁ ଛାଡ଼ ସୁନାସିର। ପରର ସତୀ ଏ ସୁନ୍ଦରୀ ତୁ କିମ୍ପା ନେଉ ବଳେ ଧରି। ଏହାର ଅପରାଧ ନାହିଁ ବେଗେ ଏହାକୁ ଛାଡ଼ ତୁହି। ଏମନ୍ତେ ନାରଦ ବଚନେ ଇନ୍ଦ୍ର ବୋଲଇ ଭୟ ମନେ। ଇନ୍ଦ୍ର ଉବାଚ। ଅସୁର ବୀର୍ଯ୍ୟ ଏହା ଗର୍ଭେ ଏ ମୋର ବୈରୀ ସ୍ୱଭାବେ। ଯେ ପୁତ୍ର ଅଛି ଗର୍ଭେ ରହି ତାହାର ତେଜ କେବା ସହି। ସ୍ୱର୍ଗ ଘେନିବ ଏ ମୋହର ଏହାକୁ ମୋର ବଡ଼ ଡର। ଏ ନାରୀ ମୋର ପୁରେ ଥିବ ଯାବତ ଗର୍ଭ ପ୍ରସବିବ। ଗର୍ଭକୁ ମାରି ସତୀ ପୁଣି ଛାଡ଼ିବି ନିଜ ଘରେ ଆଣି। ଏକଥା ସଂକଳ୍ପ ମୋହର କହିଲେ ଶୁଣ ମୁନିବର। ଏମନ୍ତେ ଇନ୍ଦ୍ର ବାକ୍ୟ ଶୁଣି ନାରଦ ମନେ ଧ୍ୟାନେ ଜାଣି। ବୋଇଲେ ଶୁଣ ସୁରନାଥ ମୁହିଁ ଜାଣଇ ପୂର୍ବବୃତ। ନାରଦ ଉବାଚ। ଏହାର ଗର୍ଭେ ଯେ କୁମର ନିଶ୍ଚେଷେ ବୈଷ୍ଣବ ସାର। ଅଶେଷ ଗୁଣେ ଗୁଣନିଧି ଏହାର ଦେହେ ସର୍ବସିଦ୍ଧି। କୃଷ୍ଣର ଏ ନିଜ ସେବକ ଏବେ ଗର୍ଭର ତେଜ ଦେଖ। ତୁ କାହୁଁ ଏହାକୁ ମାରିବୁ ଏହାର ଚରଣେ ସେବିବୁ। ପ୍ରହଲ୍ଲାଦ ଉବାଚ। ଏକଥା ମୁନି ମୁଖୁ ଶୁଣି ଇନ୍ଦ୍ର ଯେ ମନେ ମନେ ଗୁଣି। ନାରଦ ବାକ୍ୟେ ଶଚୀପତି ଛାଡ଼ିଲା ଅସୁର ଯୁବତୀ। ଅତ୍ୟନ୍ତ ପ୍ରିୟ ଭାବ ଭରି ମାତାଙ୍କୁ ପ୍ରଦକ୍ଷିଣ କରି। ତକ୍ଷଣେ ନିଜ ପୁରେ ଗଲା ଶୁଣ ହେ ଅସୁରଙ୍କ ବଳା। ମୋର ମାତାଙ୍କୁ ଆଗ କରି ଆଶ୍ୱାସ କରି ବ୍ରହ୍ମଚାରୀ। ନିଜ ଆଶ୍ରମେ ମୁନି ଆଣି ମୁଖେ ସିଞ୍ଚିଲେ ଶୀତ ପାଣି। ବୋଲନ୍ତି ମଧୁର ବଚନ ତୁ ଏଥେ ଥାଅ କେତେ ଦିନ। ଯାବତ ସ୍ୱାମୀ ତପୁ ଆସେ ତାବତ ଥାଅ ମୋର ପାଶେ। ମୁନି ବଚନେ ମୋର ମାତା ଛାଡ଼ିଲା ମନୁ ଦୁଃଖ ଚିନ୍ତା। ନିର୍ଭୟେ ମୁନି ପାଶେ ରହି ଭର୍ତ୍ତା ଗମେ ପଥ ଚାହିଁ। ପରମ ଭକ୍ତି ମୁନି ପାଦେ ମୋର ଜନନୀ ଅପ୍ରମାଦେ। ସେବା କରଇ ନିରନ୍ତରେ ମୁନି ପ୍ରସନ୍ନ ଅନୁସାରେ। ମୁନିଚରଣ ପରସାଦେ ପ୍ରସବ ହେବ ଅପ୍ରମାଦେ। ଏମନ୍ତ ମନେ କରି ଚିନ୍ତା ସୁଖେ ରହିଲା ମୋର ମାତା। ଗୃହେ ନାରଦ ବ୍ରହ୍ମଚାରୀ ମୋର ମାତାଙ୍କୁ ଦୟା କରି। ଦିନକୁ ଦିନ କହି ଜ୍ଞାନ ଆନନ୍ଦ କରି ମାତା ମନ। ନିର୍ମଳ ଧର୍ମ ତତ୍ତ୍ୱ ଯେତେ କହନ୍ତି ମାତାଙ୍କ ଅଗ୍ରତେ। କୃଷ୍ଣର ଅଶେଷ ସମ୍ପଦେ କହନ୍ତି ମନର ଆନନ୍ଦେ। ଯେତେ କହିଲେ ମହାମୁନି ମୁଁ ତାହା ଗର୍ଭେ ଥାଇ ଶୁଣି। ଜନନୀ ସ୍ୱଭାବେ ଅବଳା କାଳେ ସେ ଜ୍ଞାନ ପାଶୋରିଲା। ନାରଦ ଅନୁଗ୍ରହ ମତେ ଜ୍ଞାନ ରହିଲା ମୋର ଚିତ୍ତେ। ମୋର ବଚନେ ଶ୍ରଦ୍ଧା କର ଏ ଜ୍ଞାନ ହୋଇବ ତୁମ୍ଭର। ନିର୍ମଳ ଜ୍ଞାନ ପ୍ରସରିବ ଅବିଦ୍ୟା ବନ୍ଧ ନାଶ ଯିବ। ନିର୍ମଳ ଜ୍ଞାନ ହେଲେ ଜାତ ବିନାଶ ହୋଇବ ଦୁରିତ। ସ୍ୱଭାବେ ମନୁଷ୍ୟ ଶରୀରେ ଜନ୍ମଇ ଏ ଷଡ଼ ବିକାରେ। ଆତ୍ମାର ନୁହଁଇ ସ୍ୱଭାବ ଶୁଣ କହିବା ଜ୍ଞାନ ଭାବ। ବୃକ୍ଷର ଫଳ ଯେହ୍ନେ କାଳେ ପାଚି ପଡ଼ଇ ମହି ତଳେ। ଷଡ଼ ବିକାରେ ନାଶ ଯାଇ ଶରୀର ସ୍ୱଭାବଟି ଏହି। ଗର୍ଭୁ ଶରୀର ଜନ୍ମ ହୋଇ ବାଳକ ସ୍ୱରୂପେ ବଢ଼ଇ। ପୌଗଣ୍ଡ କୈଶୋର ତରୁଣ ଜରାନ୍ତେ ଲଭଇ ମରଣ। ଏ ଷଡ଼ ବିକାରେ ଶରୀର ଆତ୍ମା ସ୍ୱଭାବେ ନିର୍ବିକାର।
ନିତ୍ୟ ଅବ୍ୟୟ ଶୁଦ୍ଧ ଏକ କ୍ଷତ୍ରଜ୍ଞ ଭାବେ ସର୍ବସାକ୍ଷ୍ୟ ସର୍ବ ଆଶ୍ରୟ ସର୍ବବ୍ୟାପୀ ନିଷ୍କ୍ରିୟ ଅନାବୃତ ରୂପୀ ଅସଙ୍ଗ ହେତୁବଦ୍ଧ ନୁହେଁ ସ୍ୱପ୍ନ ଜାଗ୍ରତ ଯେହ୍ନେ ଦେହେ ବୁଦ୍ଧିର ଧର୍ମ ପ୍ରକାଶଇ ସେ ପୁଣି ତାକୁ ନ ଲାଗଇ ବସ୍ତୁ ସ୍ୱଭାବେ ବଦ୍ଧ ନୁହେଁ ଅଜ୍ଞାନେ ଦିଶେ ବଦ୍ଧ ପ୍ରାୟେ ଭୂତ ଭବିଷ୍ୟ ବର୍ତ୍ତମାନେ ବସ୍ତୁ ପ୍ରକାଶେ ଭିନ୍ନେ ଭିନ୍ନେ ସେ ପୁଣି ରହେ ଶେଷ ହୋଇ ପୂର୍ଣ୍ଣ ସ୍ୱଭାବେ ପ୍ରକାଶଇ ଏଘେନି ଦ୍ୱାଦଶ ପ୍ରକାର ଆତ୍ମା ଲକ୍ଷଣ ପ୍ରାଣୀଙ୍କର ଅହଙ୍କାରକୁ ପରିହରେ ଦେହାଭିମାନ ଦୂର କରେ ଆତ୍ମଯୋଗରେ କରେ ଧ୍ୟାନ ଏ ଦେହେ ଲଭେ ବ୍ରହ୍ମ ଜ୍ଞାନ ମୁହିଁ ମୋହର ବୋଲି ଯେତେ ମିଥ୍ୟା ସ୍ୱଭାବ ଏ ଜଗତେ ଦେହାଦି ଉପାଧି ବିଶେଷ ମୋହରୁ ଜାତ ଯେତେ ଅଂଶ ମୂଢ଼ ସ୍ୱଭାବ ବେଗେ ତେଜ ମୁକୁନ୍ଦ ପଦ୍ମପାଦେ ଭଜ ସୁବର୍ଣ୍ଣକାର ଯେହ୍ନେ ଜଳେ ପାଷାଣ ସୁବର୍ଣ୍ଣ ଧୋଇଲେ ଘେନଇ ଅତି ଯତ୍ନ କରି ସେହି ସ୍ୱଭାବ ବ୍ରହ୍ମଚାରୀ କ୍ଷେତ୍ରଜ୍ଞ କ୍ଷେତ୍ରରୁ ଧରେ ଆତ୍ମାକୁ ଲଭେ ଅଭ୍ୟନ୍ତରେ ଅଷ୍ଟ ପ୍ରକୃତି ତିନି ଗୁଣ ଷୋଡ଼ଶ ବିକାର ଲକ୍ଷଣ ଏତେ ପ୍ରକାରେ ଭିନ୍ନ ଆତ୍ମା ଏଭାବେ ବିଚାରେ ମହାତ୍ମା ଏତେ ପ୍ରକାରେ ଦେହଜାତ ସ୍ଥାବର ଜଙ୍ଗମେ ବିଦିତ ଏଭାବେ ଯେ ଜନ ବିଚାରେ ମାୟା ସମୂହ ପରିହରେ ଜୀବେ ଅଜ୍ଞାନ ବ୍ୟତିରେକେ ଜ୍ଞାନ ସଞ୍ଚରି ଏକେ ଏକେ ସୃଷ୍ଟି ସ୍ଥିତି ଯେ ପ୍ରଳୟର କାରଣ ବୁଝି ହେତୁକର ସୁଷୁପ୍ତି ସ୍ୱପ୍ନ ଜାଗରଣ ବୁଦ୍ଧିର ଏ ତିନି ଲକ୍ଷଣ ଜାତହୁଁ ଅନୁଭବ ହୋଏ ଅଧ୍ୟକ୍ଷ ପୁରୁଷ ସେ ଦେହେ ଆତ୍ମା ଏ ତିନି ଗୁଣେ ଦେହେ ପବନେ ଗନ୍ଧ ପ୍ରାୟ ରହେ ଏ ତିନି ଗୁଣ ନିବନ୍ଧନେ ସଂସାରେ ମାୟା ଅନୁମାନେ ଅଜ୍ଞାନ ମୂଳ ଅନର୍ଥ ସ୍ୱପ୍ନ ଯେସନେ ନିଦ୍ରାଗତ ଆତ୍ମାର ସ୍ୱପ୍ନ ଏ ଜଗତ ଯେଣୁ ଏ ତ୍ରିଗୁଣେ ନିଦ୍ରିତ ତ୍ରିଗୁଣାତ୍ମକ କର୍ମ ବୀଜେ ଅଙ୍କୁରି ସମସ୍ତ ଉପୁଜେ ଏ ବୀଜ ଅନଳ ସଂଯୋଗେ ଦହନ କର ଯୋଗ ମାର୍ଗେ ଅନ୍ୟଥା ସହସ୍ର ଉପାଏ କେ ସାଧି ପାରିବ ଏ ଦେହେ ଯେ ଭାବେ କୃଷ୍ଣେ ହୋଏ ରତି ଭକ୍ତି ଲକ୍ଷଣେ ତାହା ଚିନ୍ତି ଭକ୍ତି ଲକ୍ଷଣେ ଗୁରୁ ସେବ କୃଷ୍ଣେ ସମର୍ପି ସର୍ବଲାଭ ସଙ୍ଗ କରିବ ସାଧୁଜନ ଏଣେ ଈଶ୍ୱର ଆରାଧନ ସେ କଥା ସେ କୃଷ୍ଣ କଥାର ଶ୍ରବଣେ ଶ୍ରଦ୍ଧା କରିବ ଅନୁକ୍ଷଣେ କୃଷ୍ଣର ଯେତେ ନାମ ଗୁଣ କରିବ ଶ୍ରବଣ କୀର୍ତ୍ତନ ପଦାର ବିନ୍ଦ ଧ୍ୟାନ ବଳେ ବଞ୍ଚିବ ବୈଷ୍ଣବ ମେଳେ ବିଷ୍ଣୁ ଭକ୍ତଙ୍କ ପାଦ ସେବି ଭାବ ବିହଳେ ବିଷ୍ଣୁ ଭାବି ସକଳ ଭୂତେ ଭଗବାନ ଅଛନ୍ତି ବୋଲି ଜାଣି ପୁଣ ମନ କର୍ମରେ ପ୍ରାଣୀ ସେବ ଭାବୁକ ସଙ୍ଗେ କର ଭାବ ଏ ଭକ୍ତି ଯୋଗ ବଳେ ପ୍ରାଣୀ ଐରି ଷଡ଼ବର୍ଗ ଜିଣି କୃଷ୍ଣ ବିଷୟ ଲଭେ ରତି ଏ ଭାବେ ସଂସାରୁ ତରନ୍ତି ଏବେ ଅସୁର ପୁତ୍ରେ ଶୁଣ ଯେଣେ ଜୀବର ପରିତ୍ରାଣ କୃଷ୍ଣର ଯେତେ ପ୍ରିୟ କର୍ମ ଯେବା ଅଧିକ ଗୁଣଗ୍ରାମ ଲୀଳା ଶରୀରେ ଯେତେ କଲା ଅନନ୍ତ ବୀର୍ଯ୍ୟ ଗୁଣ ଖେଳା ସେ କଥା ଶୁଣି କର୍ଣ୍ଣଦ୍ୱାରେ ପୁଲକ ଯାହାର ଶରୀରେ ଆନନ୍ଦେ ଅଶ୍ରୁ ଜଳ ବହେ କଣ୍ଠ ଗଦଗଦେ ବାଣୀ କହେ ଆନନ୍ଦେ ଗାଏ କୃଷ୍ଣ ବାଣୀ ଉଚ୍ଚେ କାନ୍ଦୋଇ ନାମ ଗୁଣି ନୃତ୍ୟ କରଇ ବେନି ପାଦେ ହରସେ ଡାକେ ଉଚ୍ଚନାଦେ ଭୂତ ବେତାଳ ଗ୍ରହ ଗଣେ ଲାଗିଲେ ଭୋଳ ହୁଅନ୍ତି ଯେହ୍ନେ ଉନ୍ମତ୍ତ ହୋଇ ଭାବ ଭୋଳେ ହୁଙ୍କାର ନାଦେ କୃଷ୍ଣ ବୋଲେ ଜନଙ୍କୁ କୃଷ୍ଣ ପ୍ରାୟ ମଣେ ନମଇ ତାହାଙ୍କ ଚରଣେ ତୁଣ୍ଡେ ବୋଲଇ ରାମ ହରି ହେ ଜଗନ୍ନାଥ ଦଇତାରି ହେ ନାରାୟଣ ଯଦୁପତି ଭବ ସାଗରୁ କରଗତି ହୃଦେ ଗୋବିନ୍ଦ ନାମ ଚିନ୍ତି ନିର୍ଲଜ ପ୍ରାୟ ବହେମତି ଏମନ୍ତ ଭାବେ ଯେତେବେଳେ ଭଜଇ କୃଷ୍ଣ ପାଦମୂଳେ ଅଶେଷ କର୍ମବନ୍ଧ ପାଶ ତକ୍ଷଣେ ହୁଏ ସେହୁ ନାଶ କୃଷ୍ଣ ଚରଣେ ଭାବ କରେ ଅଶେଷ ବନ୍ଧନୁ ନିସ୍ତରେ କୃଷ୍ଣ ଭାବନେ ହୁଏ ଶୁଦ୍ଧି ଚେତନା ଅହଙ୍କାର ବୁଦ୍ଧି ଏମନ୍ତ ବାହ୍ୟ ଅଭ୍ୟନ୍ତର ନିର୍ମଳେ ପ୍ରକାଶ ଶରୀର କର୍ମ ବାସନା ବୀଜ ବଳେ ଜୀବ ସଞ୍ଚରେ ଶୟଳେ କୃଷ୍ଣ ଭଗତି ଯୋଗ ବଳେ ପ୍ରକାଶ ପ୍ରଳୟ ଅନଳେ ସେ ଅଗ୍ନି ତେଜେ କର୍ମ ବୀଜ ତକ୍ଷଣେ ହୁଅଇ ଦୈର୍ଯ୍ୟ
কর্ম বিনাশে জীবতরে নিশ্চিন্তে কৃষ্ণে আশ্রা করে। কৃষ্ণ আশ্রয়ে প্রাণীঙ্কর শুভ অশুভ হয়ে দূর। এ শুভাশুভ চক্রে ଥାଇ ପ୍ରାଣୀ ଅଶେଷ ଜନ୍ମ ପାଇ ସଂସାର ଚକ୍ର ଦୃଢ଼ ପାଶ। ହରି ଭଜନେ ହୋଏ ନାଶ। ଏ ଜୀବ ବନ୍ଧୁ ମୋକ୍ଷ ହୋଇ ବ୍ରହ୍ମ ନିର୍ବାଣେ ପଶେ ଯାଇ। ପଣ୍ଡିତ ଜନଙ୍କର ମତ କୃଷ୍ଣ ଭଜନ ବ୍ରହ୍ମ ତତ୍ତ୍ୱ। ବାଳକେ ମୋର ବୋଲ କର ବେଳହୁଁ ଗୋବିନ୍ଦ ସୁମର। ହରିଙ୍କି ଭଜ ଦୃଢ଼ ମନେ କି ଦୁଃଖ କୃଷ୍ଣ ଉପାସନେ। ହରି ଅଶେଷ ପ୍ରାଣୀ ଦେହେ କ୍ଷୁଦ୍ର ଆକାଶ ପ୍ରାୟ ରହେ। ଆତ୍ମାର ସଖା ପଦ୍ମନାଭ ଅନ୍ୟ ଭଜନେ କିବା ଲାଭ। ଦେଖ ଏ ଧନ ଦ୍ୱାରା ସୁତ ପଶୁ କୁଞ୍ଜର ଗୃହକ୍ଷେତ୍ର। ନାନା ସମ୍ପଦ ଅର୍ଥ କାମ କ୍ଷଣ ଭଙ୍ଗୁର ସର୍ବଜାଣ। ସ୍ୱପ୍ନର ପ୍ରାୟ ମିଥ୍ୟା ହୁଅନ୍ତି ଜୀବକୁ କିବା ଏ କରନ୍ତି। ସମ୍ପଦ ନୁହଁ ନିଶ୍ଚଳ ଯେସନେ ସମୁଦ୍ର ଉଲ୍ଲୋଳ। ଏହା ନ ଜାଣି ମୂଢ଼ ଜନେ ଏ ମାୟା ନିଗମ ବଚନେ। ଯଜ୍ଞ ଆରମ୍ଭେ କରେ କର୍ମ ଶ୍ରୁତି ସଂକୁଳେ ହୁଏ ଭ୍ରମ। ସେ ଯଜ୍ଞ ଫଳ ବେନି ଲୋକେ ଆବୋରି ଭୁଞ୍ଜି ଏକେ ଏକେ। କର୍ମ ସରିଲେ ପୁଣି ଚଳେ ଭ୍ରମଇ ଏ ମାୟା ସୟଳେ। ଅଦୃଷ୍ଟ କୃତ କର୍ମ ଫଳ କେବେ ହେଁ ନୁହଁ ନିର୍ମଳ। ଏ କର୍ମ ଦୂରେ ପରିହର ଆତ୍ମାକୁ ମାୟାରୁ ଉଦ୍ଧର। ଅନ୍ତରେ ଆତ୍ମ ସୁଖ ଲାଭେ କୃଷ୍ଣ ଚରଣ ଚିନ୍ତ ଭାବେ। ଯେ ଅର୍ଥେ କର୍ମ ଇହ ଲୋକେ କରଇ ପ୍ରାଣୀ ଏକେ ଏକେ। ସେ କର୍ମ ଯେବେ ହରିପାଦେ ଅର୍ପଇ ନାହିଁ ସେ ଆନନ୍ଦେ। ନିମିଷେ ହରିଙ୍କୁ ନ ଭାବେ ସେ ବିପରୀତ ଫଳ ଲବେ। ଦୁଃଖ ବିନାଶେ ସୁଖ ଅର୍ଥେ ପ୍ରାଣୀ ଭ୍ରମନ୍ତି ଏ ଜଗତେ। ଆପଦ ଦୁଃଖ ଭୁଞ୍ଜେ ନିତ୍ୟ ସୁଖ ନ ମିଳେ କଦାଚିତ। ଆପଦ ଦୁଃଖ ଭୁଞ୍ଜେ ନିତ୍ୟେ ସୁଖ ନ ମିଳେ କଦାଚିତେ। ଅଶେଷ କାମ ଭୋଗ ଅର୍ଥେ କର୍ମ କରଇ ପ୍ରାଣୀ ନିତ୍ୟେ। ସେ ଫଳ ପରଲୋକେ ପାଇ ମିଳଇ ଅବା ନ ମିଳଇ। ଯେ ଦେହ ପାଇ କର୍ମମାନ କରଇ ତାକୁ ଭଣି ଶ୍ୱାନ। ଏ ଦ୍ୱାରା ସୁତ ଗୃହ ଧନ ରାଜ୍ୟ ଭଣ୍ଡାର ଭୃତ୍ୟଜନ। ମମତା ବୃତେ ଥାନ୍ତି ଦିଶନ୍ତି ପୁଣି ନ ଦେଶନ୍ତି। ଇନ୍ଦ୍ରିୟ ପ୍ରାୟ ଦେହ ତୁଲେ ସର୍ବେ ନାଶନ୍ତି। ଅନ୍ତ କାଳେ ଅନର୍ଥ ଅର୍ଥ ପ୍ରାୟ ମଣି ମାୟା ସଂଗ୍ରହେ ସର୍ବପ୍ରାଣୀ। ଏ ନିତ୍ୟ ଆନନ୍ଦ ସାଗରେ ଚିତ୍ତ ମଜାଅ ନିରନ୍ତରେ। ଦେହ ଧାରଣେ ଏତେ ଲାଭ ଅସୁର ମତି ଛାଡ଼ି ଭାବ। ଦେଖ ଏ ଶରୀର ଧାରଣ ଜନ୍ମହୁଁ ଯାବତ ମରଣ। ଏ ମଧ୍ୟ ଅଶେଷ ଉପାୟ ଜୀବର କ୍ଲେଶ ମାତ୍ର ହୁଏ। କର୍ମ ସଂଯୋଗେ ଦେହ ବହି ନିରତେ କର୍ମ ହିଁ ସଞ୍ଚଇ। ଜନ୍ମ ମରଣ କର୍ମ ଫଳେ ଭୁଞ୍ଜଇ ଅବିବେକ ବଳେ। ଏ ଘେନି ଧର୍ମ ଅର୍ଥ କାମ ଏ ତିନି ଜୀବର ଯେ ଭ୍ରମ। ଏଣୁ ଭ୍ରମଇ ନିରନ୍ତରେ କ୍ଷଣେ ନ ରହେ ସୁଖେ ଘରେ। ଏଣୁ ସଂଶୟ ଦୂର କରି ଅନନ୍ତରେ ଭଜ ନର ହରି। ଆତ୍ମାର ପ୍ରିୟ ଯେ ଈଶ୍ୱର ଚିତ୍ତ ନିର୍ମଳେ ଆଶ୍ରୟ କର। ଏ ସୂକ୍ଷ୍ମ ଭୂତ ମହାଭୂତେ ଜନ୍ମ କରାଏ ସୋଆୟତେ। ସଂଯୋଗେ ଶରୀର ପ୍ରକାଶେ କର୍ମ ସରିଲେ ପ୍ରାଣୀ ନାଶେ। ଦେବ ଅସୁର ନର ଯେବେ ଯକ୍ଷ ଗନ୍ଧର୍ବ ଭକ୍ତି ଭାବେ। ବିପ୍ର ଦେବତା ଋଷି ହୋଇ ଯେବେ କୃଷ୍ଣଙ୍କୁ ନ ଭଜଇ। ଅନେକ ବିଦ୍ୟାବାଦ କରେ ସ୍ୱବୃତ୍ତି କର୍ମେ ଦିନ ହରେ। ଅନେକ ଦାନ ତପସାଦି ଅଷ୍ଟାଙ୍ଗ ଯୋଗ କର୍ମ ବିଧି। ଯଜ୍ଞ ଶୌଚ ବ୍ରତ ଯେତେ ନାନା ଉପାୟ ଏ ଜଗତେ। ଅଜ୍ଞାନ ବିଡ଼ମ୍ବନ ଏହି ଏଣେ ଗୋବିନ୍ଦକୁ ନ ପାଇ। ଯେବେ ଜନ୍ମ ଏ ଅନ୍ତର୍ଗତେ ନିର୍ମଳ ଭକ୍ତି ଅବିରତେ। ତେବେ ଲଭଇ ଭଗବାନ ଅନ୍ୟଥା ସର୍ବ ବିଡ଼ମ୍ବନ। ଏଣୁ ଗୋବିନ୍ଦ ପାଦେ ଭଜ ଅସୁର ବୁଦ୍ଧି ଦୂରେ ତେଜ। ସେ ଆତ୍ମା ସୁବୁଦ୍ଧି ବିବେକ ଆତ୍ମା ସମାନେ ସର୍ବଦେଖ। ସକଳ ଘଟେ ବିଜେ ହରି ସୂକ୍ଷ୍ମ ସ୍ୱରୂପେ ଛନ୍ତି ପୁରୀ। ଏ ଭାବ ଜାଣି ଏ ଶୟଳେ ଅନେକ ପ୍ରାଣୀ ନିସ୍ତରିଲେ। ଅସୁର ଯକ୍ଷ ରକ୍ଷ ଗଣ ସ୍ତ୍ରୀ ଗୋପାଳ ଶୂଦ୍ରଜନ। ମୃଗ ପତଙ୍ଗ ପାପୀ ଜୀବେ ସର୍ବେ ତରିଲେ କୃଷ୍ଣ ଭାବେ। ଏ ଜୀବ ଲୋକେ ଦୁର୍ଲଭ ଏକାନ୍ତ ଚିତ୍ତେ ହରି ଭାବ। ଜ୍ଞାନ ଲୋଚନେ ସର୍ବଦେଖ ଆତ୍ମାକୁ ଆତ୍ମା ଭାବେ ରଖ। ଉତ୍ତମ କର୍ମର ଲକ୍ଷଣ ଦେଖ ଏ ଦୈତ୍ୟ ସୁତେ ପୁଣ। ଅସୁର ପୁତ୍ରଙ୍କର ଆଗେ ସେ ପ୍ରହଲ୍ଲାଦ ଅନୁରାଗେ। ଯେତେ କହିଲେ ହରିବାଣୀ ସୁଜନେ ତର ଏହା ଶୁଣି। ସପ୍ତମ ସ୍କନ୍ଧେ ହରିଲୀଳା ଏ ଭବ ସମୁଦ୍ରକୁ ଭିଳା। ଭଣଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ସପ୍ତମ ସ୍କନ୍ଧେ
प्रह्लादानुचरिते दैत्यपुत्रानुशासनं नाम सप्तमोऽध्यायः। हरे कृष्ण 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 हरे हरे, हरे राम 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 हरे हरे। हरि बोलो।